ନମସ୍କାର, MTV କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛୁ। ଆରମ୍ଭ କରିବା ଆଜିର ବିସ୍ତୃତ ଖବର। ଓଡ଼ିଶାର ଗଣପର୍ବ ହେଉଛି ରଜ। ଏହି ଦିନରେ ଝିଅମାନେ ସଜବାଜ ହୋଇ ସୁସ୍ୱାଦୁ ଖାଦ୍ୟ ଖାଇ ଦୋଳି ଖେଳନ୍ତି, ବୁଲନ୍ତି, ମଜା କରନ୍ତି, ଯାହା ଆମ ଓଡ଼ିଶାର ଅତୀତରୁ ପରମ୍ପରା ରହିଆସିଛି। କିନ୍ତୁ ଯେଉଁ ଝିଅମାନେ ପରିବାରଠାରୁ ଦୂରରେ ଅଛନ୍ତି, ଯାହାର ପରିବାର ନାହିଁ, ସେମାନେ ଆଜିର ଦିନରେ କେତେ କଷ୍ଟ ପାଉଥିବେ, ସେଥିପାଇଁ ଏକ ନିଆରା ପ୍ରୟାସ ଆରମ୍ଭ କରିଛି ମାରୁତି ସେନା ସଂଗଠନ। ସେହି ଝିଅମାନଙ୍କ ପାଇଁ ରଜରେ ସଜେଇ ହେବାକୁ ସବୁ ସଜବାଜ ଉପକରଣ ଓ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରିଥିଲେ ମାରୁତି ସେନାର ସଦସ୍ୟବୃନ୍ଦ। ଏହି ସେବା କାର୍ଯ୍ୟଟି ଆୟୋଜନ କରାଗଲା ମାରୁତି ସେନା ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜୁ ସାହୁଙ୍କ ଜନ୍ମଦିନ ଉଦ୍ଦେଶ୍ୟରେ। ଏହି ସେବା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଦୀପ ମହାପାତ୍ର, ପୂର୍ଣ୍ଣାନନ୍ଦ ବିଷୋଇ, ପୁଷ୍ପାଞ୍ଜଳି, ଜ୍ୟୋତି ସାହୁ, ବାବୁଲି ପ୍ରଧାନ, ଇନ୍ଦ୍ରମଣି କଅଁର, ଅଶୋକ ନାୟକ, ସୁଲୋଚନା ସାହୁ, ଦୁଷ୍ମନ୍ତ ଭାଇ, ନବ ଭାଇ ପ୍ରମୁଖ। କଟକରୁ ରିପୋର୍ଟିଂ କୁନା ମିଶ୍ରଙ୍କ ସହ ବଳରାମ ବାରିକ, MTV।